ମାନେ ଆଜି ଆମେ ଆମର ଆକ୍ଟିଭ ରୁ ପାସିଭ ଭଏସ୍ ଯୋଉ ଚେଞ୍ଜ କରୁଛେ ସବୁତକ ଭର୍ ଫର୍ମ ଦେଖିବା। ଏଇ ଭର୍ ଫର୍ମ ମନେ ରଖିଲେ ହିଁ ତମେ ପରୀକ୍ଷାରେ ସବୁତକ ଯେତେ କୋଶ୍ଚିନ୍ ଆସୁ 2ଟା ଆସୁ 3ଟା ଆସୁ ତମେ ଆକ୍ଟିଭ ପାସିଭ ଗୋଟେ ବି ଭୁଲ ହବନି। ତେଣୁ ଆମକୁ ଭର୍ ଫର୍ମ ଯେମିତି ହେଲେ ମନେ ରଖିବାକୁ ପଡ଼ିବ। ବୁଝିହେଲା। ତାହେଲେ ଆମେ ମନେ ରଖିବା ସିମ୍ପଲ ପ୍ରେଜେଣ୍ଟ ପିଲାମାନେ ଆମର ପ୍ରଥମେ ଅଛି ସିମ୍ପଲ ପ୍ରେଜେଣ୍ଟରେ ଆମର ଆକ୍ଟିଭ ଭଏସ୍ର ଫର୍ମୁଲା କ'ଣ ଜାଣିଛେ ଆମେ ସବଜେକ୍ଟ ପ୍ଲସ୍ ଭର୍ବର ବେସ୍ ଫର୍ମ ହେଲା କିମ୍ବା ଏସ୍ ବା ଇଏସ୍ ଲାଗିପାରିବ ହେଲା ପ୍ଲସ୍ ଅବଜେକ୍ଟ ଆମର ଥାଏ। ବୁଝିହେଲା। ତାପରେ ଆମେ ନେକ୍ସଟ କ୍ଲାସ୍ରେ କୋଶ୍ଚିନ୍ ମଧ୍ୟ କରିବା। ଏଇଥିରେ ଇଏ କରିଦେବା। ପାସିଭ ଭଏସ୍ରେ କ'ଣ ହେଇଯିବ ପିଲାମାନେ ମନେ ରଖିଥିବ ପ୍ରଥମ ଆମର ଇଏ ହେଉଛି ସବୁ କ୍ଷେତ୍ରରେ ଅବଜେକ୍ଟଟା ସବଜେକ୍ଟ ଜାଗାକୁ ଯିବ। ବୁଝିହେଲା। ତାହେଲେ ଅବଜେକ୍ଟ ଆଗ ଆସିଲା ହେଲା ଯଦି ଆକ୍ଟିଭ ଭଏସ୍ରେ ସିମ୍ପଲ ପ୍ରେଜେଣ୍ଟରେ ଭର୍ବର ବେସ୍ ଫର୍ମ ଅଛି ପାସିଭରେ ସେ କନଭର୍ଟ ହେଇଯିବ ଇଜିଏମ୍ଆର ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ। ବୁଝିହେଲା। ତାପରେ ସବୁଠି ଭର୍ବର ଥାର୍ଡ଼ ଫର୍ମ ପ୍ରାୟ ୟୁଜ୍ ହେବ ପ୍ଲସ୍ ବାଇ ପ୍ଲସ୍ ଯେଉଁଟା ସବଜେକ୍ଟ ଥିଲା ଏଇଟା ହେଲା ସବଜେକ୍ଟ ଆଇ ଥିଲେ ମି ହେଇଯିବ। ମୁଁ ଏଇଟା କହିଦେବି ହେଲା ବ୍ୟସ୍ତ ନାହିଁ। ତାପରେ ସିମ୍ପଲ ପ୍ରେଜେଣ୍ଟ ଗଲା ଆମର ସିମ୍ପଲ ପାଷ୍ଟ ଆସିଲା। ବୁଝିହେଲା। ସିମ୍ପଲ ପାଷ୍ଟରେ କ'ଣ ହେବ ସବଜେକ୍ଟ ପ୍ଲସ୍ ଭର୍ବର ପାଷ୍ଟ ଟେନ୍ସ ଫର୍ମ। ବୁଝିହେଲା। ଅବଜେକ୍ଟ ହେଉଥିଲା ଆମର ଏଠି କ'ଣ ହେବ ଏଠି ଆମର ଅବଜେକ୍ଟ ଆଗ ପଳେଇବ ଅବଜେକ୍ଟ ଭର୍ବର ପାଷ୍ଟ ଟେନ୍ସ ଫର୍ମକୁ ଭି2କୁ ଚେଞ୍ଜ ହେଇଯିବ କ'ଣ ୱାଜ୍ ୱେୟାର ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ ପ୍ଲସ୍ ବାଇ ପ୍ଲସ୍ ସବଜେକ୍ଟ। ନେକ୍ସଟ ହେଲା ପ୍ରଥମେ ସିମ୍ପଲ କହିଦେଉଛେ ସିମ୍ପଲ ଫ୍ୟୁଚର ଆମର ଫ୍ୟୁଚର ସିମ୍ପଲ ବୋଲି କିଛି ନାହିଁ ଯେହେତୁ ଆମର ଏଠି ବୁଝିବା ପାଇଁ ସହଜ ହେବା ପାଇଁ ଆମେ ମନେ ରଖିବା ସିମ୍ପଲ ଫ୍ୟୁଚର ଅଛି। ବୁଝିହେଲା। ତାହେଲେ ସବଜେକ୍ଟ ପ୍ଲସ୍ ୱିଲ୍ ପ୍ଲସ୍ ଭର୍ବର ବେସ୍ ଫର୍ମ ମାନେ V1 ହେଲା ପ୍ଲସ୍ ଅବଜେକ୍ଟ ଆମର କ'ଣ ଆକ୍ଟିଭରେ ପାସିଭରେ ହେଲେ ଅବଜେକ୍ଟଟା ସବଜେକ୍ଟକୁ ପଳାଇଲା ହେଲା ପ୍ଲସ୍ ୱିଲ୍ ପ୍ଲସ୍ ୱିଲ୍କୁ ୱିଲ୍ ରହିବ ତା ଜାଗାରେ ବି ଲାଗିବ ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ କାରଣ ୱିଲ୍ ପରେ ଭର୍ବର କାରଣ ୱିଲ୍ ଗୋଟେ ମୋଡାଲ ଅକ୍ସିଲାରୀ ପରେ ଭର୍ବର ଫାର୍ଷ୍ଟ ଫର୍ମ ବସେ। ତେଣୁ ଏଠି ଭର୍ବର ୱିଲ୍ ପ୍ଲସ୍ ବି ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ ପ୍ଲସ୍ ବାଇ ଆଉ ସବଜେକ୍ଟ ସବୁଠି ବାଇ ପ୍ଲସ୍ ସବଜେକ୍ଟ। ତାପରେ ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଟେନ୍ସ ହେଲା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍ ଆମେ ଜାଣିଛେ ସବଜେକ୍ଟ ପ୍ଲସ୍ ଇଜିଏମ୍ଆର ପ୍ଲସ୍ ଭର୍ବର ଆଇଏନ୍ଜି ଫର୍ମ ସେଥିରେ କ'ଣ ହେଇଯିବ ଅବଜେକ୍ଟ ପ୍ଲସ୍ ଇଜି ଆର୍ ହେଲା ଆମ କ'ଣ ପାଇଁ ହେବନି କାରଣ ଆଇଟା ଯେତେବେଳେ ମି ହେଇଯାଇଥିବ ହେଲା ଆର୍ ବିଇଙ୍ଗ ଏଠି କ'ଣ ବିଇଙ୍ଗ ହେଲା ବିଇଙ୍ଗ ଲାଗିବ ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ ପ୍ଲସ୍ ବାଇ ପ୍ଲସ୍ ସବଜେକ୍ଟ ଗଲା ପ୍ରେଜେଣ୍ଟ କଣ୍ଟିନ୍ୟୁଅସ୍। ତାପରେ ପାଷ୍ଟ କଣ୍ଟିନ୍ୟୁଅସ୍ରେ ଆମର କ'ଣ ଅଛି ସବଜେକ୍ଟ ପ୍ଲସ୍ ୱାଜ୍ ୱେୟାର ପ୍ଲସ୍ ଭର୍ବର କ'ଣ ଆଇଏନ୍ଜି ଫର୍ମ ସେଠି ହେଇଯିବ ଅବଜେକ୍ଟ ପ୍ଲସ୍ ୱାଜ୍ ୱେୟାର ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ। ନେକ୍ସଟ ପ୍ରେଜେଣ୍ଟ ପରଫେକ୍ଟରେ କ'ଣ ହେଇଯିବ ସବଜେକ୍ଟ ପ୍ଲସ୍ ହାଜ୍ ହାଭ୍ ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ ହେଲା ଏଥିରେ କ'ଣ ହେଇଯିବ ଅବଜେକ୍ଟ ପ୍ଲସ୍ ହାଜ୍ ହାଭ୍ ପ୍ଲସ୍ ବିନ୍ ଲାଗିବ ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ ପ୍ଲସ୍ ବାଇ ପ୍ଲସ୍ ସବଜେକ୍ଟ। ନେକ୍ସଟ ଆମର ପାଷ୍ଟ ପରଫେକ୍ଟର ଆମେ ଆକ୍ଟିଭ ଭଏସ୍ରେ ଜାଣିଛେ ସବଜେକ୍ଟ ପ୍ଲସ୍ ହାର୍ଡ଼ ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ ସେଠି ହେଇଯିବ ଅବଜେକ୍ଟ ପ୍ଲସ୍ ହାର୍ଡ଼ ପ୍ଲସ୍ ବିନ୍ ଲାଗିବ ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ ପ୍ଲସ୍ ବାଇ ପ୍ଲସ୍ ସବଜେକ୍ଟ ହେଲା। ଏତିକି ଆମର ସହଜ ଲାଗୁଥିବ ମାନେ ହାର୍ଡ଼ ଲାଗିଲେ ବି ଦୁଇଥର ପଢ଼ିଦେଲେ ଆମର ସହଜରେ ମନେ ରହିଯିବ ହେଲା କୋଶ୍ଚିନ୍ ନହେଲେ ବି ଅଧିକ ପ୍ରାକ୍ଟିସ୍ କରିଦେଲେ ହିଁ ମନେ ରହିଯିବ। ଫ୍ୟୁଚର ପରଫେକ୍ଟ ସବଜେକ୍ଟ ପ୍ଲସ୍ ୱିଲ୍ ହାଭ୍ ପ୍ଲସ୍ ଭର୍ବର ପାର୍ଟିସିପଲ୍ ଫର୍ମ ଏଥିରେ କ'ଣ ଯିବ ଅବଜେକ୍ଟ ପ୍ଲସ୍ ୱିଲ୍ ପ୍ଲସ୍ ହାଭ୍ ପ୍ଲସ୍ ବିନ୍ ପ୍ଲସ୍ ଭର୍ବର ଥାର୍ଡ଼ ଫର୍ମ ଟିକେ ମନେ ରଖିବ ୱିଲ୍ ହାଭ୍ ବିନ୍ ହେଲା ପ୍ଲସ୍ ବାଇ ପ୍ଲସ୍ ସବଜେକ୍ଟ। ନେକ୍ସଟ କ୍ଲାସ୍ରେ ଆମେ କ'ଣ କୋଶ୍ଚିନ୍ କରିବା ଆକ୍ଟିଭ୍ ଆଉ ପାସିଭ୍।